7 ଦିନ ପରେ ବାହା ହୋଇ ଝିଅ ଯାଇଥାନ୍ତା ଶାଶୁଘର। ଆଉ ଗୋଟିଏ ରାତି ବିତି ଯାଇଥିଲେ ଗରିବ ଅସହାୟ ବାପା ଝିଅ ପାଇଁ କିଣି ଦେଇଥାନ୍ତେ ଶାଢ଼ୀ, ଚୁଡ଼ି, କାନଫୁଲ ଓ ସୁନାହାର। କେତେ ସ୍ୱପ୍ନ ନେଇ ସେମାନେ ସେଦିନ ରାତିରେ ଶୋଇଯାଇଥିଲେ। ରାତି 2ଟା ବାଜିଥିଲା। ହଠାତ୍ ଘରେ ଲାଗିଲା ଭୟଙ୍କର ନିଆଁ। ନିଆଁ ଲାଗିବାର ଆଭାସ ପାଇ ବାପା ଉଠି ପଡ଼ିଲେ ଆଉ ସମସ୍ତଙ୍କୁ ଉଠାଇ ବାହାରକୁ ନେଇ ଆସିଲେ। ହେଲେ ନିଆଁ ଭିତରେ ରହିଗଲା ବାପା ଓ ଝିଅର ସ୍ୱପ୍ନ। ପୁରା 9 ଲକ୍ଷ ଟଙ୍କା ନିଆଁରେ ପୋଡ଼ି ପାଉଁଶ ହୋଇଗଲା। ଏବେ ଚିନ୍ତା ଥିଲା କେମିତି ଝିଅ ବାହାଘର କରିବେ। ପିନ୍ଧା ବସ୍ତ୍ର ବ୍ୟତୀତ ପାଖରେ କାଣି କଉଡ଼ିଟିଏ ବି ବଞ୍ଚି ନଥିଲା। ଭାବି ଭାବି 6 ଦିନ ବିତିଗଲା। ଆଉ 7ମ ଦିନ ହେଲା ଚମତ୍କାର। କ'ଣ ଥିଲା ସେ ଚମତ୍କାର? ଗରିବ ଅସହାୟ ବାପର ଝିଅର ବିବାହ ହେଲା କି ନା? ପୁରା ଦମଦାର କାହାଣୀ। କାହାଣୀ ଶେଷ ଭାଗରେ କିଛି ଏମିତି ଘଟଣା ଘଟିଛି, ଶୁଣିଲେ ଆପଣଙ୍କର ଭଗବାନଙ୍କ ଉପରେ ବିଶ୍ୱାସ ଆସିଯିବ। ତେଣୁ ଅନୁରୋଧ କରିବି କାହାଣୀକୁ ଶେଷ ଯାଏଁ ଦେଖିବେ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ସେୟାର କରିଦେବେ। ଏହା ବାଲେଶ୍ୱରର ଏକ ସତ କାହାଣୀ, ଯାହାକୁ ଶୁଣିଲେ ଆପଣ ବି କାନ୍ଦି ପକାଇବେ। ବାଲେଶ୍ୱର ପ୍ରଧାନ ସାହିରେ ରହୁଛନ୍ତି ରତନ ମହାପାତ୍ର। ପରିବାର କହିଲେ ଗୋଟିଏ ଝିଅ ଓ ଗୋଟିଏ ପୁଅ। ଝିଅର ବିବାହ ବୟସ ହୋଇଯାଇଥିବାରୁ ବାପା ରତନ ବାବୁ ଝିଅର ବିବାହ ଠିକ୍ କରିଦେଲେ। ନିଜର ସକ୍ଷମ ମୁତାବକ ସେ ଯୌତୁକ ପାଇଁ ବନ୍ଦୋବସ୍ତ କରିଥିଲେ। ସଞ୍ଚିତ ଅର୍ଥ, ବ୍ୟାଙ୍କ ଲୋନ୍ ମିଶାଇ ସେ 9 ଲକ୍ଷ ଟଙ୍କା ଆଣି ଘରେ ରଖିଥିଲେ। ସେଦିନ ସମସ୍ତେ ଖାଇ ପିଇ ଶୋଇଥିଲେ। ହଠାତ୍ ଅଧାରାତିରେ ନିଆଁ ଲାଗିଲା। ସେ ନିଆଁରେ ସବୁ ପୋଡ଼ି ପାଉଁଶ ହୋଇଗଲା। ଖଟ ତଳେ ଥିବା ବାକ୍ସରେ ଥିବା 9 ଲକ୍ଷ ଟଙ୍କା ବି ପୋଡ଼ି ପାଉଁଶ ହୋଇଗଲା। ନିଆଁ ଏତେ ଭୟଙ୍କର ଥିଲା ଯେ ଅନାଇ ହେଉନଥିଲା। ସକାଳ ପାହୁ ପାହୁ ଘର ବୋଲି ଆଉ କିଛି ବି ନଥିଲା। କାରଣ ଅଭାବୀ ରତନ ବାବୁଙ୍କର ସେଇଟା ଥିଲା ଚାଳ ଘର। କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପ୍ରଧାନ ସାହି। ପୋଡ଼ା ପାଉଁଶ ଭିତରୁ ରତନ ବାବୁ ଖୋଜୁଥିଲେ ନିଜ ଝିଅର ଭବିଷ୍ୟତ। ଘରର ଡେକ୍ଚି କଡ଼େଇ ସମେତ ଆସବାବ ସବୁ ପୋଡ଼ି ଯାଇଥିଲା। କେଉଁଠି ଭାତ ହାଣ୍ଡିରୁ ଭାତ ବିଛେଇ ହୋଇ ପୋଡ଼ି ଯାଇଥିଲା, ତ କେଉଁଠି ଘରର କାଗଜପତ୍ର ଅଧା ପୋଡ଼ା ହୋଇ ରହିଥିଲା। ଖୋଜୁ ଖୋଜୁ ଝିଅର ମିଳିଲା ଅଧା ପୋଡ଼ା ସୁନା କାନଫୁଲ ଓ ଚୁଡ଼ି। କାହାରି ପାଟିରୁ କଥା ବାହାରୁ ନଥିଲା। ଆଖି ଆଗରେ ଭୟଙ୍କର ନିଆଁକୁ ଦେଖି ରତନ ବାବୁ ବି ଚୁପ୍ ହୋଇଯାଇଥିଲେ। ଚିନ୍ତା ମାଡ଼ି ବସୁଥିଲା, ଏବେ କରିବେ କ'ଣ? କେମିତି ଝିଅ ବାହାଘର ହେବ? କାନ୍ଦ ଲାଗିଲେ ବି କାନ୍ଦି ପାରୁନଥିଲେ। ସକାଳ ଯାଇ ସନ୍ଧ୍ୟା ହେଲା। ପେଟକୁ ଦାନା ଗଣ୍ଡିଏ ବି ଯାଇନଥିଲା। ଖାଲି ଗୋଟିଏ ଚିନ୍ତା କି କେମିତି ଝିଅ ବିଦା ହେବ, କେମିତି ବାହାଘର ହେବ। ଚିନ୍ତାରେ ରତନ ବାବୁଙ୍କର ମୁଣ୍ଡ ଫାଟି ପଡ଼ୁଥିଲା। ପରଦିନ ସେ ଝିଅର ଭାବି ଶ୍ୱଶୁରଙ୍କୁ ଏକଥା ଜଣାଇବା ପାଇଁ ମନସ୍ଥ କଲେ। ଫୋନ୍ ଯୋଗେ ଏକଥା କହିଲେ। ହେଲେ କଥାରେ ଅଛି, ଯେତେବେଳେ ଦୈବ ଦାଉ ସାଧେ ସେତେବେଳେ କେହି ବି ପଚାରନ୍ତିନି। ଏକଥା ଶୁଣିବା ପରେ ଭାବି ଶ୍ୱଶୁର ସାନ୍ତ୍ୱନା ଦେବା ତ ଦୂରର କଥା, ସଫା ସଫା କହିଦେଲେ କି ବିବାହରେ ଯେମିତି କିଛି ବି ଊଣା ନ ହୁଏ। ଆମ ସମ୍ମାନର ପ୍ରଶ୍ନ। ତାଙ୍କ ମୁହଁରୁ ଏତିକି ଶୁଣି ରତନ ବାବୁଙ୍କର ହୃଦୟଟା ଯେମିତି ଛିଡ଼ି ପଡ଼ିବା ପରି ଲାଗିଲା। ସେ ଦୁଃଖରେ ଭାଙ୍ଗି ପଡ଼ିଲେ। ଆଉ ଅଳ୍ପ ଦିନ ଭିତରେ ସେ କେମିତି ଏତେ ବଡ଼ ଆୟୋଜନ କରିବେ, କେମିତି ଝିଅ ବିଦା କରିବେ, ଭାବି ଭାବି ପାଗଳ ହୋଇଯାଉଥିଲେ। ସେ ରାତି ଆଉ ଶୋଇପାରିଲେନି। ପରଦିନ ସେ ବନ୍ଧୁବାନ୍ଧବଙ୍କଠାରୁ ଆରମ୍ଭ କରି ବ୍ୟାଙ୍କ ପର୍ଯ୍ୟନ୍ତ ଗଲେ। ବହୁତ କଷ୍ଟରେ କିଛି ଟଙ୍କା ଯୋଗାଡ଼ ହୋଇଗଲା। ଭାବିଲେ ଏତିକି ଟଙ୍କାରେ କଷ୍ଟେ ମଷ୍ଟେ ବାହାଘର ତୁଲାଇ ଦେବି। ଆଉ ହାତ ଗୋଡ଼ ଯୋଡ଼ି ଯୌତୁକ ଟଙ୍କା ପାଇଁ କିଛି ମହଲତ ମାଗିଦେବି। ବିବାହ ଦିନ ପାଖେଇ ଆସିଲା। ଜଣେ ବନ୍ଧୁଙ୍କ ଘରେ ଆଶ୍ରୟ ନେବା ସହିତ ସେଠାରେ ସେ ବିବାହ ପାଇଁ ଆୟୋଜନ କଲେ। ବିବାହ ଦିନ ଆସିଲା। ବରଯାତ୍ରୀ ନେଇ ବର ଆସି ପହଞ୍ଚିଗଲେ ରତନଙ୍କ ଘର ଆଗରେ। ସେ ତାଙ୍କ ସକ୍ଷମ ମୁତାବକ ବରଯାତ୍ରୀଙ୍କର ଚର୍ଚ୍ଚା କଲେ। ବିବାହ କର୍ମ ଆରମ୍ଭ ହେଲା। ଆଉ ଏହା ପୂର୍ବରୁ ବରଙ୍କର ବାପା ଯୌତୁକ ବାବଦରେ 5 ଲକ୍ଷ ଟଙ୍କା ମାଗିଲେ। ରତନ ବାବୁଙ୍କର ମୁଣ୍ଡ ଗୋଳମାଳ ହୋଇଗଲା। ଏବେ ସେ କରିବେ କ'ଣ? ସେ ସିଧା ଆସି ସମୁଦିଙ୍କ ପାଖରେ ହାତ ଯୋଡ଼ିଲେ। କହିଲେ, ଆପଣ ଜାଣିଛନ୍ତି ମୁଁ ରଖିଥିବା ଟଙ୍କା ପୋଡ଼ି ପାଉଁଶ ହୋଇଗଲା। ମୋତେ କିଛି ଦିନ ସମୟ ଦିଅନ୍ତୁ।
ମୁଁ ସେ ଟଙ୍କା ଆପଣଙ୍କୁ ଦେଇଦେବି। ଏତିକି ଶୁଣିଛନ୍ତି କି ନା ରତନ ବାବୁଙ୍କର ସମୁଦି ରମେଶ ବାବୁଙ୍କ ରାଗ ମୁଣ୍ଡକୁ ଉଠିଗଲା। ସେ କହିଲେ କି ମୁଁ ଆପଣଙ୍କୁ ସେଦିନ ସଫା ସଫା କହିଦେଇଥିଲି ସେ ଦାୟିତ୍ୱ ଆପଣଙ୍କର। କେମିତି କ'ଣ କରିକି ଆପଣ ସେ ଟଙ୍କା ଯୋଗାଡ଼ କରି ରଖିବା କଥା। ବିବାହ ଅଧାରେ ଅଟକିଗଲା। ରତନ ବାବୁ ଓ ତାଙ୍କ ସ୍ତ୍ରୀ ଆସି ସିଧା ରମେଶ ବାବୁଙ୍କ ଗୋଡ଼ ତଳେ ପଡ଼ିଗଲେ। ତଥାପି ସେମାନଙ୍କର ହୃଦୟ ତରଳିଲାନି। ପ୍ରାୟ ଅଧଘଣ୍ଟା ବିତିଗଲା। କିଛି ଦୂରରେ ରହି ରତନ ବାବୁଙ୍କର ଝିଅ ରୀତା ଏସବୁ ଦେଖୁଥିଲେ। ଲାଲ ଶାଢ଼ୀ ପିନ୍ଧି ସଜେଇ ହୋଇ ବସିଥିଲେ ବେଦୀକୁ ଯିବା ପାଇଁ। ଏମିତି ପରିସ୍ଥିତିରେ ସେ ଆଉ ସହି ପାରିଲେନି, ଉଠି ଛିଡ଼ା ହେଲେ। ଗତ କିଛି ଦିନ ହେଲା ସେ ନିଜର ଅସହାୟ ବାପାଙ୍କୁ ଦେଖି ଆସୁଥିଲେ। ତାଙ୍କ ଛାତି ଭିତରର ଥିବା କଷ୍ଟକୁ ସେ ଅନୁଭବ କରିପାରୁଥିଲେ। ଯେତେବେଳେ ଆଜି ସେ କିଛିଟା ଟଙ୍କା ପାଇଁ ରମେଶ ବାବୁଙ୍କ ଗୋଡ଼ ଧରୁଥିବା ଦେଖିଲେ, ରୀତା ଆଉ ସହି ପାରିଲେନି। ଉଠି ଛିଡ଼ା ହୋଇ ସିଧା ବାପାଙ୍କ ପାଖକୁ ଚାଲିଲେ। ବାପାଙ୍କୁ ତଳୁ ଉଠାଇ କହିଲେ, ବାପା, ବହୁତ ହୋଇଗଲା। ତମର କାହାକୁ ଆଉ ମୁଣ୍ଡିଆ ମାରିବା ଦରକାର ନାହିଁ। ଏପରି ଧନଲୋଭୀ ଯୌତୁକ ରାକ୍ଷସକୁ ମୁଁ ବାହା ହେବିନି। ତମେ ତାଙ୍କୁ ଫେରେଇ ଦିଅ। ଶୁଣିକି ରତନ ବାବୁ ସ୍ତବ୍ଧ ହୋଇଗଲେ। ଝିଅକୁ ବୁଝାଇଲେ କି, ମା, ସେମିତି କହନ୍ତିନି। ଆମ ଉପରେ ଦୈବ ଦାଉ ସାଧିଛି। ପୁଣି ତୁ ଯଦି ଅବିବାହିତ ରହିଯିବୁ ତାହେଲେ ମୁଁ ଆଉ ସହିପାରିବିନି। ଜି ଥାଉ ଥାଉ ମରିଯିବି। ରୀତା ବାପାଙ୍କୁ ନେଇ ଘର ଭିତରେ ବସେଇଲେ। ଆଉ ଭାବି ଶ୍ୱଶୁରଙ୍କ ପାଖକୁ ଆସି ସଫା ସଫା କହିଦେଲେ କି ଆପଣ ଫେରି ଯାଆନ୍ତୁ। ମୁଁ ଆପଣଙ୍କ ପୁଅକୁ ବିବାହ କରିପାରିବିନି। ରମେଶ ବାବୁ ବି ଚିଲ୍ଲଉଥିଲେ। ହେଲେ ରୀତା ହାତ ଯୋଡ଼ି ରମେଶ ବାବୁଙ୍କୁ ବାହାରି ଯିବା ପାଇଁ କହିଦେଲେ। କିଛି ସମୟ ଭିତରେ ବର ଫେରିଗଲା। ରତନ ବାବୁଙ୍କର ମୁଣ୍ଡରେ ଯେମିତି ପାହାଡ଼ ଲଦି ହୋଇଗଲା, ଯେମିତି ବଜ୍ର ପଡ଼ିଲା। ରୀତା ବାପା ମାଙ୍କୁ ବୁଝାଇଲେ। କହିଲେ, ମୋ ପାଇଁ ଚିନ୍ତା କରନି। ଭଗବାନ ମୋ ପାଇଁ ନିଶ୍ଚୟ ଅଲଗା କିଛି ଚିନ୍ତା କରିଛନ୍ତି। ଧୀରେ ଧୀରେ ରତନ ବାବୁଙ୍କ ମନ ଶାନ୍ତ ହେଲା। ସେ ତାଙ୍କ କାମରେ ଲାଗିଗଲେ। ଅନ୍ୟପଟରେ ରୀତା ପଢ଼ାପଢ଼ିରେ ଲାଗିଲେ। ସେ ମନେ ମନେ ଦୃଢ଼ ନିଶ୍ଚୟ କରିଥିଲେ କି ବଡ଼ ଅଫିସର ହେବେ, ବାପାଙ୍କୁ ସାହାଯ୍ୟ କରିବେ, ଘରର ପରିସ୍ଥିତି ବଦଳାଇବେ। ସେ ଖୁବ୍ ଭଲ ପାଠ ପଢ଼ୁଥିଲେ। ତେଣୁ ଦୀର୍ଘ 3 ବର୍ଷର କଠିନ ପରିଶ୍ରମ ପରେ ସେ ବଡ଼ ଅଫିସର ହୋଇଗଲେ। ଧୀରେ ଧୀରେ ଘରର ପରିସ୍ଥିତି ବଦଳିଲା। 2 ବର୍ଷ ପରେ ତାଙ୍କ ପାଇଁ ଗୋଟିଏ ଭଲ ପ୍ରସ୍ତାବ ଆସିଲା। ରୀତା ସର୍ତ୍ତ ରଖିଲେ କି ମୋ ଦରମା ଟଙ୍କାର ଅଧା ତାଙ୍କ ଘରକୁ ଦେବେ। ସେ ପୁଅ ଘର ବି ବହୁତ ଭଲ ଥିଲେ। ଧନର ଅଭାବ ନଥିଲା। ତେଣୁ ସେମାନେ ରାଜି ହୋଇଗଲେ। ଆଉ ବିନା ଯୌତୁକରେ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଲେ। ଗତ କିଛି ଦିନ ତଳେ ରୀତାଙ୍କର ବିବାହ ହୋଇଗଲା। ଅତି ଆଡ଼ମ୍ବର ନହେଲେ ବି ଗାଁ ଲୋକେ ଓ ବରଯାତ୍ରୀଙ୍କ ପାଇଁ ବହୁତ ଭଲ ଆୟୋଜନ କରିଥିଲେ ରତନ ବାବୁ। ରୀତା ବି ଏ ବାହାଘରରେ ଖୁସି ଥିଲେ। ଆଜି ରତନ ବାବୁଙ୍କର ପରିସ୍ଥିତି ବି ବଦଳି ଯାଇଛି। ତ ଘଟଣା ଏତିକି ଥିଲା। ଯଦି ଆମ ଜୀବନରେ କିଛି ବଡ଼ ଘଟଣା ଘଟିଯାଉଛି ତାହେଲେ ଆମେ ଭାବି ନେଉଛେ କି ଆମ ଜୀବନ ସରିଗଲା। ହେଲେ ପ୍ରକୃତରେ ସେମିତି କିଛି ନୁହେଁ। ଏମିତି ଦୁର୍ଘଟଣା ପରେ କିଏ ଜାଣିଛି, ଭଗବାନ ହୁଏତ ଆମ ପାଇଁ କିଛି ଭଲ ଆଉ ବଡ଼ କଥା ଚିନ୍ତା କରିଥାଇପାରନ୍ତି। ତେଣୁ ରୀତାଙ୍କର ଏହି ଘଟଣାରୁ ଆମେ ସମସ୍ତେ ବୁଝିଯିବା ଦରକାର। ସତ କହିଲି କି ନା? କମେଣ୍ଟ ବକ୍ସରେ ନିଜ ନାଁ ସହିତ ମତ ଦେବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ସେୟାର କରିଦେବେ। ଆଉ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଅନ୍ କରିଦେବେ। ଗତ ଭିଡ଼ିଓରେ ଲାଇକ୍ ସେୟାର ଓ କମେଣ୍ଟ କରି ଆମକୁ ଉତ୍ସାହିତ କରିଥିବା ବ୍ୟକ୍ତିମାନେ ହେଲେ ଅଞ୍ଜଳି, ବଳରାମ ମିଶ୍ର, ମଲ୍ଲିକା ଦେଇପୁର ଶାସନ, ପ୍ରଶାନ୍ତ ସ୍ୱାଇଁ, ମାନସୀ ସ୍ୱାଇଁ ଜଗତସିଂହପୁର, ପୂଜାଞ୍ଜଳି, କମ୍ବୁପାଣି ପ୍ରଧାନ, ପଳାଶ ଗୋରା, କମଳ ମଲ୍ଲିକ, ତାରେଶ୍ୱର ତ୍ରିପାଠୀ, ସୁଖଦେବ ନାୟକ। ଆପଣମାନଙ୍କୁ ଅନେକ ଅନେକ ଧନ୍ୟବାଦ।